ଆଜି ଆମେ ଜଣେ ଜଣେ ବହୁତ ବଡ଼ ଶାସ୍ତ୍ରୀୟ ସଙ୍ଗୀତ କଳାକାରଙ୍କ ବିଷୟରେ କଥା ହେବା। ହଁ ଆମ ପାଖରେ ଗୋଟେ ଲେଖା ଅଛି ଗଙ୍ଗୁବାଇ ହାଙ୍ଗଲ ଖ୍ୟାଲ ସାମ୍ରାଜ୍ଞୀ ଶୀର୍ଷକରେ। ଆଚ୍ଛା, ଗଙ୍ଗୁବାଇ ହାଙ୍ଗଲ। ତ ଆମର ଉଦ୍ଦେଶ୍ୟ ହେଲା ଏହି ଲେଖା ଭିତର ତାଙ୍କ ସଙ୍ଗୀତ ଯାତ୍ରାର କିଛି ମୁଖ୍ୟ ଦିଗକୁ ବୁଝିବା, ଗୋଟେ ଗଭୀର ଆଲୋଚନା କରିବା। ଆଉ କ'ଣ? ନିଶ୍ଚୟ ନିଶ୍ଚୟ, ବହୁତ ଭଲ ବିଷୟ। ତେବେ ଆସନ୍ତୁ ଆରମ୍ଭ କରିବା। ଲେଖାରେ ପ୍ରଥମେ କ'ଣ ଅଛି? ମାନେ ଜଣାପଡ଼ୁଛି ଯେ ଗଙ୍ଗୁବାଇ ହାଙ୍ଗଲ ମୂଳତଃ କର୍ଣ୍ଣାଟକର ଥିଲେ, ହଁ ଆଉ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ମୁଖ୍ୟ ଗାୟିକା। ଏଟା ତ ମୂଳ ପରିଚୟ। ହଁ, ଏକଦମ ମୂଳ ପରିଚୟ। କିନ୍ତୁ ଲେଖାଟା ଆହୁରି ଆଗକୁ ଯାଇ କହୁଛି ଯେ ତାଙ୍କର ଖାସ୍ ପରିଚୟ ଥିଲା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଖୟାଲ ଶୈଳୀ ପାଇଁ। ଓ ଖୟାଲ। ହଁ, ଆଉ ଲେଖାରେ ଅଛି ଯେ ଖୟାଲ ଗୋଟେ ଏମିତି ଶୈଳୀ ଯୋଉଥିରେ କଳ୍ପନା, ଭାବପ୍ରବଣତା ଏସବୁକୁ ବେଶୀ ଗୁରୁତ୍ୱ ଦିଆଯାଏ। ଆଚ୍ଛା, ଆଉ ଏଇଥିପାଇଁ ତ ଲେଖା ତାଙ୍କୁ ଖୟାଲ ସାମ୍ରାଜ୍ଞୀ ବୋଲି କହୁଛି। ଖ୍ୟାଲ ସାମ୍ରାଜ୍ଞୀ। ବାଃ, ଏଟା ବହୁତ ବଡ଼ କଥା। ସାମ୍ରାଜ୍ଞୀ ମାନେ ତ ପୁରା ରାଣୀ। ହଁ, ସେଇଆ ତ। ତ ଲେଖା କ'ଣ ଏ ବିଷୟରେ ଆଉ କିଛି କହୁଛି? ମାନେ କାହିଁକି ତାଙ୍କୁ ଏଇ ନାଁ ଦିଆଗଲା? ତାଙ୍କ ଗାୟନରେ ଏମିତି କ'ଣ ନିଆରାପଣ ଥିଲା ଯେ? ଦେଖନ୍ତୁ, ସୋର୍ସ ସିଧାସଳଖ କାରଣ ତ କହିନି, କିନ୍ତୁ ଯେମିତି ଲେଖା ହେଇଛି ଲାଗୁଛି ଖ୍ୟାଲ ଗାୟନ ଉପରେ ତାଙ୍କର ଯୋଉ ପ୍ରଭାବ ଥିଲା, ଯୋଉ ଦକ୍ଷତା ଥିଲା, ସେଇଟା ବୋଧେ ଅସାଧାରଣ ଥିଲା। ସାମ୍ରାଜ୍ಞୀ ଶବ୍ଦଟା ହିଁ ତାଙ୍କର ପ୍ରତିଷ୍ଠା ଆଉ ସମ୍ମାନକୁ ଦେଖାଉଛି। ଠିକ୍। ତ ଲେଖାରୁ ଏଇଟା ସ୍ପଷ୍ଟ ଯେ ସେ କେବଳ ଜଣେ ଗାୟିକା ନଥିଲେ, ବରଂ ଖ୍ୟାଲ ଦୁନିଆରେ ଜଣେ ମୁଖ୍ୟ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଥିଲେ। ବୁଝିଲି। ଆଚ୍ଛା, ଲେଖାରେ ଆଉ ଗୋଟେ କଥା ଉପରେ ବେଶୀ ଜୋର ଦିଆଯାଇଛି ପରା, ତାଙ୍କର ଶକ୍ତିଶାଳୀ କଣ୍ଠସ୍ୱର ବିଷୟରେ। ହଁ, ସେଇଟା ବି ଗୋଟେ ବଡ଼ ପଏଣ୍ଟ। ସେ ବିଷୟରେ ଲେଖାରେ ଆଉ କ'ଣ ଅଛି? ଖାଲି ଶକ୍ତିଶାଳୀ ଥିଲା ନା ଆଉ କିଛି ବିଶେଷତା ବି ଥିଲା? ଏଇଠି କଥାଟା ଆହୁରି ମଜାଦାର ହେଉଛି। ଲେଖା କହୁଛି, ହଁ, ସ୍ୱର ତ ଶକ୍ତିଶାଳୀ ଥିଲା, କିନ୍ତୁ ସେତିକି ନୁହେଁ। ଆଚ୍ଛା। ସୋର୍ସ ଏଇଟାକୁ ତାଙ୍କର କିରାନା ଘରାନା ସହିତ ଯୋଡୁଛି। ଓହୋ, କିରାନା ଘରାନା। ହଁ, ଲେଖା ଅନୁସାରେ ଆମେ ଜାଣିଛେ କିରାନା ଘରାନା ମୁଖ୍ୟତଃ ସ୍ୱରର ଶୁଦ୍ଧତା, ମିଠାପଣ ଆଉ ଧୀର ବିସ୍ତୃତ ଆଲାପ ପାଇଁ ବେଶୀ ଜଣାଶୁଣା। ତାହେଲେ ଲେଖା କହିବାକୁ ଚାହୁଁଛି ଯେ ଏତେ ଶକ୍ତିଶାଳୀ ସ୍ୱର ଥାଇ ବି ସେ କିରାନା ଘରାନାର ସେ ସୂକ୍ଷ୍ମତା, ସେ ମିଠାପଣ ବଜାୟ ରଖିପାରୁଥିଲେ। ଏକଦମ ଠିକ୍, ସେଇଟା ହିଁ ତ କଥା। ଏହା ତ ବେଶ ଅଦ୍ଭୁତ ମିଶ୍ରଣ। ହଁ, ଲେଖା ଏଇ ଦୁଇଟି ଦିଗର ମିଶ୍ରଣକୁ ହିଁ ତାଙ୍କର ଏକ ବଡ଼ ବୈଶିଷ୍ଟ୍ୟ ବୋଲି କହୁଛି। ଆଚ୍ଛା। ମାନେ ଶକ୍ତି ସାଙ୍ଗରେ ସୂକ୍ଷ୍ମତା, ଏଇଟା ହିଁ ତାଙ୍କୁ ବୋଧେ ଅନ୍ୟମାନଙ୍କଠାରୁ ପୁରା ଅଲଗା କରୁଥିଲା ବୋଲି ସୋର୍ସରୁ ଲାଗୁଛି। କିରାନା ଘରାନାରେ ତାଙ୍କର ଦକ୍ଷତା କେବଳ ପାରମ୍ପରିକ ନଥିଲା, ସେଥିରେ ତାଙ୍କର ନିଜସ୍ୱ ସେ ଶକ୍ତିର ଛାପ ବି ରହୁଥିଲା। ତେବେ ଏସବୁ ତଥ୍ୟକୁ ଯଦି ଆମେ ଏକାଠି କରି ଦେଖିବା, ତାହେଲେ ସୋର୍ସରୁ ମୁଖ୍ୟତଃ କ'ଣ ବୁଝାପଡ଼ୁଛି? ହଁ, କ'ଣ ପଏଣ୍ଟସ୍ ହେଲା? ଦେଖନ୍ତୁ, ଗଙ୍ଗୁବାଇ ହାଙ୍ଗଲ କର୍ଣ୍ଣାଟକରୁ ଆସିଥିଲେ। ଖୟାଲ ଗାୟନରେ ସାମ୍ରାଜ୍ୟ ଥିଲେ। ତାଙ୍କର ଏକ ଶକ୍ତିଶାଳୀ କଣ୍ଠସ୍ୱର ଥିଲା, କିନ୍ତୁ ସେଥିରେ କିରାନା ଘରାନାର ସୂକ୍ଷ୍ମତା ବି ଥିଲା। ବିଲକୁଲ। ଆଉ ସେ କିରାନା ଘରାନାର ଜଣେ ମୁଖ୍ୟ ପ୍ରତିନିଧି ଥିଲେ। ମୋଟାମୋଟି ଏଇଆ ନା? ହଁ, ଏକଦମ। ଆଉ ଯଦି ଆମେ ଏହାକୁ ଟିକେ ବଡ଼ ଚିତ୍ରରେ ଦେଖିବା, ସୋର୍ସ ତାଙ୍କୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଆଉ ବିଶେଷ କରି କିରାନା ପରମ୍ପରା ଭିତରେ ଜଣେ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଦେଖାଉଛି। ତାଙ୍କର ଯୋଗଦାନ କେବଳ ସେ ସମୟ ପାଇଁ ନୁହେଁ, ଲାଗୁଛି ଯେମିତି ପରବର୍ତ୍ତୀ ପିଢ଼ି ପାଇଁ ବି ବହୁତ ପ୍ରେରଣାଦାୟକ ଥିଲା। ନିଶ୍ଚୟ। ଏଇ ଆଲୋଚନା ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଯାହାର ଉତ୍ତର ଏଇ ସୋର୍ସରେ ସିଧାସଳଖ ନାହିଁ। କ'ଣ ସେ ପ୍ରଶ୍ନ? ଦେଖନ୍ତୁ, ଆମେ ଜାଣିଲେ ତାଙ୍କର ସ୍ୱର ଶକ୍ତିଶାଳୀ ଥିଲା ଆଉ ସେ କିରାନା ଘରାନାର ଥିଲେ। ହଁ, କିନ୍ତୁ ଭାବିବାରେ କଥା, ତାଙ୍କର ଏଇ ଶକ୍ତିଶାଳୀ ସ୍ୱରଟା କିରାନା ଘରାନାର ଆଉ କେଉଁ ସୂକ୍ଷ୍ମ ଦିଗଗୁଡ଼ିକୁ ଏକ ନୂଆ ନିଆରା ଢଙ୍ଗରେ ପ୍ରଭାବିତ କରିଥାଇପାରେ, ବା ହୁଏତ କିଛି ପରିବର୍ତ୍ତନ ଆଣିଥାଇପାରେ, ଯାହା ଏଇ ଲେଖାରେ ସେମିତି ଉଲ୍ଲେଖ ନାହିଁ। ଏଇଟା ବହୁତ ଭଲ ପ୍ରଶ୍ନ। ହଁ, ଏହା ନିଶ୍ଚୟ ଟିକେ ଚିନ୍ତା କରିବା ପାଇଁ ଏକ ଭଲ ବିଷୟ। ସତ୍ୟରେ ଏ ବିଷୟରେ ଆହୁରି ଜାଣିବାକୁ ପଡ଼ିବ।